ତିନି ଜଣ ଲୁଟେରା ଗିରଫ ନଗଦ 4,400 ଟଙ୍କା 2 ବାଇକ୍ ଓ ମାରଣାସ୍ତ୍ର ଜବତ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଡାକୁଲୁଗୁଡ଼ା ଛକ ନିକଟରୁ ଜଣେ ବ୍ୟକ୍ତିଙ୍କୁ ଭୟଭୀତ କରି ଲୁଟ୍ କରିବା ଅଭିଯୋଗରେ ପୋଲିସ 3 ଜଣ ଦୁର୍ଦ୍ଦାନ୍ତ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନିକଟରୁ 2ଟି ପଲ୍ସର ବାଇକ୍, ମାରଣାସ୍ତ୍ର, ନଗଦ ଟଙ୍କା ଓ ଲୁଟ୍ ହୋଇଥିବା ରୂପା ଗହଣା ଜବତ କରାଯାଇଛି। ସୂଚନା ଅନୁଯାୟୀ ଗତ 20 ତାରିଖ ସକାଳ ପ୍ରାୟ 9ଟା ସମୟରେ ମୁନିଗୁଡ଼ା ଥାନା ଖମଣା ସାହିର ଭଗବାନ ନାୟକ ଡାକୁଲୁଗୁଡ଼ା ଛକ ଦେଇ ଯାଉଥିବା ବେଳେ 3 ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ଭଗବାନଙ୍କୁ ଭୟଭୀତ କରିବା ସହ ତାଙ୍କ ନିକଟରୁ ଟଙ୍କା, ଗହଣା ଓ ଆଧାର କାର୍ଡ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ପାଇବା ପରେ ମୁନିଗୁଡ଼ା ପୋଲିସ କେସ୍ ନମ୍ବର 52/2026 ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍ଆଇ ଅଶ୍ୱିନୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୁଟେରାଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସୁମେନ ପ୍ରଧାନ ବୟସ 38, ଅଜୟ ପ୍ରଧାନ ବୟସ 40 ଏବଂ ଶିବା ପ୍ରଧାନ ବୟସ 32। ସେମାନଙ୍କ ନିକଟରୁ 4,400 ଟଙ୍କା, 14ଟି ରୂପା ମୁଦି, 5ଟି ରୂପା ମାଳି ସହ 14ଟି ହାତଖଡ଼ୁ ଓ 2ଟି ଛୁରୀ ଏବଂ 2ଟି ପଲ୍ସର ମୋଟରସାଇକେଲ OD 34E8708 ଓ OD 06J8411 ଜବତ ହୋଇଛି। ଏହି ଲୁଟେରା ଗ୍ୟାଙ୍ଗ ଅନ୍ୟ କୌଣସି ବଡ଼ ଧରଣର ଅପରାଧରେ ସାମିଲ ଅଛନ୍ତି କି ନାହିଁ ସେ ନେଇ ପୋଲିସ ଅଧିକ ପଚରାଉଚରା କରୁଛି। ଘଟଣା ସମ୍ପର୍କରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ବିଷମକଟକ SDPO ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି। ଏଥିସହ ମୁନିଗୁଡ଼ା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ, SI ମନୋରଞ୍ଜନ ବିଶ୍ୱାଳ, SI ଅଶ୍ୱିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ। ରାୟଗଡ଼ା ମୁନିଗୁଡ଼ାରୁ ପ୍ରସାଦ ସାହୁକାରଙ୍କ ରିପୋର୍ଟ, ପ୍ରତିଜ୍ଞା ଲାଇଭ୍।